ରାସ୍ତାଟା ଆମର ଯିବା ଆସିବା ପାଇଁ ହେଇଛି। ରାତିରେ ଲୋକ ଯିବା ଆସିବା କରୁନାହାନ୍ତି, ମୁଁ ଧାନ ଶୁକେଇ ଦଉଛି। ଯଦି ରାତିରେ କେହି ଯିବା ଆସିବା କଲା ଧାନ ମଳା ହେଇଯିବ, ମୋ ବେଙ୍ଗଳା ପଡିଯିବ, ନହେଲେ ସେ ପଡିକି ମରିଯିବ। ମରିଯାଉ। ଏ କଥାକୁ ନୋଟ କରାଯାଉ। ଧାନ ଉପରେ ଗାଡି ଚଲାଉଛ ମାନେ ଜଗିକି ଚଲେଇବ ତମେ। ରାସ୍ତା ସର୍ବସାଧାରଣଙ୍କର। ସାର୍ ଶୁଣନ୍ତୁ, ସ୍କୁଲଟେ ପଢିବା ଆଗରୁ ଲେଖା ହଉଛି ଏମିତି ଗୋଟେ ଛୁଆ ଥିବ ଚିତ୍ର, ତା ମାନେ କଣ? ଧୀରେ ଚଲାନ୍ତୁ, ଆଗରେ ସ୍କୁଲ ଅଛି। ଯଦି ସେଟା ନଥିବ, ସ୍କୁଲ ପିଲା ଯାଉଥିବେ, ତମେ କଣ କୁଟିକି ପଳେଇବ? ମୁଁ କଣ ରାସ୍ତା ସାଇଡରେ ଲେଖିବି ଆଗରେ ଧାନ ଶୁକା ହେଇଛି ଧୀରେ କି ଯାଆନ୍ତୁ? ତମେ ପରା ଆଖି ଆଗରେ ଦେଖୁଛ ଧାନ ଗୁଡା ଆମେ ଶୁକେଇଛେ, ଧୀରେ ଯିବ ନା। ଆଉ ଅଦ୍ଭୁତ ଆମ ଗାଁ ରାସ୍ତାରେ ଆମେ ଯେମିତି କହିବୁ ତମେ ସେମିତି ଯିବ। ଧାନ ଶୁକେଇଛୁ, ଧୀରେ ଯିବ। ଖରା ଦିନେ ସାର୍ ଆମେ କୋଉଠି ଶୋଇବୁ? ଗୋଟେ କଥାଟେ କୁହନ୍ତୁ, ଆପଣ ସେଠି ପାଠଶାଠ ପଢିଛନ୍ତି? ଖରା ଦିନେ ଘରେ ଶୋଇବେ, ଅଗଣାରେ ଶୋଇବେ, ନହେଲେ ବାଡି ପଟେ ଶୋଇବେ। ଗରମ ଲାଗିଲା, ହଁ, କୋଉଠି ଶୋଇବେ? ଆମେ ରାସ୍ତା ଉପରେ ଖଟି ପକେଇ ଶୋଇବୁ। ରାସ୍ତା ଉପରେ ଶୋଉଛନ୍ତି।